ଅମାବାସ୍ୟା ଦିନ ଲୋକ ଯଦି ମରେ ହେଲା ଆଜ୍ଞା ଦିନ ବେଳା ସକାଳେ 8ଟା 8:30 ଦିନ ଶୁଣ ସେଟା କୋଉ ମାସ? ଏଇ ଜ୍ୟେଷ୍ଠ ମାସ ବା ଆମର ସେ ବଡ ଯା ଏକ୍ସପାୟାର କରିଥିଲେ ତ ମୁଁ ସେଇଟା ଭଲ ନା ଖରାପ ସେ ତ ଭାରି ଠାକୁର ବାକୁର ଭାରି ପୂଜା ପୂଜି କରନ୍ତି ଶୁଣ ସେଇ କଥାଟା। ସେ କଥାଟା ଆମେ କହିପାରିବାନି। ଆଜ୍ଞା ପୁଣ୍ୟକର୍ମା ହେଇଥିଲେ ଦିନ ଆଜ୍ଞା ବେଳା ତାର ନିୟମ ପାଠ କହୁଛି ଦିନ ବେଳା ଯଦି ଯାଇଛି ତାହେଲେ ଆଜ୍ଞା ନିଶ୍ଚିତ ସେ ପୁଣ୍ୟ ଧାମକୁ ଯିବ। ହେଲା କି ସେ ରାତି ସାବିତ୍ରୀ ଓଷା ଦିନ ଆଜ୍ଞା ହଁ ତାହେଲେ ରାତି ବେଳା ଯଦି ଯିବ ତାହେଲେ ଆଜ୍ଞା ସିଏ ଯିବ ପିତୃ ଲୋକକୁ ଯିବ। ଇଏ ବର୍ତ୍ତମାନ ଦେବ ଲୋକକୁ ଯାଇଛି ବୋଲିକି ତାର ପ୍ରମାଣ ମିଳୁଛି ବୁଝିଲ ନା। ଦେବଲୋକ ହଁ ଦେବ ଲୋକକୁ ସେ ଯାଇଛି ଦିନ ବେଳା ଯାଇଛି। ତାପରେ ଉତ୍ତରାୟଣ ଗତି ଆମର ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ବର୍ତ୍ତମାନ ଅଛି। ଉତ୍ତରାୟଣ ହଁ ଗତିରେ ସେମାନେ ଯେତେବେଳେ ଦିନ ବେଳା ଯାଇଛି ଅଗ୍ନି ଜ୍ୟୋତି ରହ ଶୁକ୍ଳ ସନ୍ମାସା ଉତ୍ତରାୟଣ ତଥର ପ୍ରୟାତା ଗଛନ୍ତି ବ୍ରହ୍ମ ବିଦୋଜନା ଅର୍ଥାତ୍ ଆଜ୍ଞା ଅଗ୍ନି ଜ୍ୟୋତି ରହ ଶୁକ୍ଳ ଦିନ ବେଳା ଯାଇଛି ତାପରେ ଅମାବାସ୍ୟା ଦିନ ନା ଅମାବାସ୍ୟା ପୂର୍ବ ଦିନ? ନା ନା ସାବିତ୍ରୀ ଓଷା ଅମାବାସ୍ୟା ଦିନ। ଅମାବାସ୍ୟା ଆରମ୍ଭ ହେଇଯାଇଛି ନା ଅମାବାସ୍ୟା ପୂର୍ବରୁ? ଅମାବାସ୍ୟା ତିଥି ଆରମ୍ଭ ହେଇଯାଇଛି ତିଥି ସେଦିନ ସକାଳୁ। ସେଇଦିନ ତ ଥିଲା ଅମାବାସ୍ୟା ନାଇଁ ସେଇଟା ଶୁଣ ମୁଁ 8ଟା କହୁଛି 8:30 ବେଳେ ହଁ ଆପଣ ବୁଝିପାରୁଛି ତିଥି ଟା ଆରମ୍ଭ ହେଇଛି କି ନାଇଁ କହୁଛନ୍ତି। ହଁ ତିଥିଟା ଅମାବାସ୍ୟା ଆରମ୍ଭ ହେଇଛି କି ନାହିଁ ଦେଖିବ। ଯଦି ବି ତିଥି ଅମାବାସ୍ୟା ଆରମ୍ଭ ହେଇଥାଏ ଦିନରେ ସିଏ ଯାଇଛନ୍ତି ସିଏ 8ଟା ପୁଣି 8:30 ବେଳେ ହଁ ତାହେଲେ ସେ ଶୁକ୍ଳ ପକ୍ଷକୁ ଅପେକ୍ଷା କରିକି ସେ ପୁଣ୍ୟକର୍ମା ହେଇଥିବେ ଯଦି ସେ ଉପରକୁ ଯିବେ ଶୁଭ ସୂଚନା ଜଣା ପଡୁଛି ଆଉ। ଆଜ୍ଞା ସେ ଠାକୁର ବାକୁର ବହୁତ ପୂଜା କରନ୍ତି ବହୁତ ହଁ ନିଷ୍ଠା କିନ୍ତୁ ଆମର ଯୋଉ ଆତ୍ମ ପୂଜା ଯୋଉ ଜିନିଷ ଟା ଆପଣ ସବୁ କହୁଛନ୍ତି ସେ ଜିନିଷ ଏତେ ନାହିଁ କିନ୍ତୁ ଠାକୁରଙ୍କ ଲାଗି ଜୀବନ ପଳେଇବ। ବାସ୍ ତାହେଲେ ଯାହା ହଉ ଗୋଟେ ନିଷ୍ଠା ଅଛି ନା। ବାସ୍ ବାସ୍ ହଁ ସେଇଟା ପୁରା ନିଷ୍ଠା ମନ୍ଦିର ଯିବା ଡେଲି ଦିନ ବନ୍ଦ ହବନି ଆଉ ସବୁ ଇଏ କିନ୍ତୁ ନିଜ ଭଲ ଆତ୍ମାକୁ ବହୁତ କଷ୍ଟ ଦିଅନ୍ତି ସେ। ତେଣୁ ସେ ଦେବଲୋକକୁ ଯିବେ ଆଉ। ଦେବଲୋକକୁ ଯାଇଛନ୍ତି ହୁଁ ହଁ ସେଇ ହାର୍ଟଷ୍ଟୋକ ହେଲା ତ ସେ ଏକ୍ସପାୟାର କଲେ ମୁଁ ସେ ବାବାଙ୍କୁ ପଚାରିବି ବୋଲି ଆପଣଙ୍କୁ କେବେଠାରୁ ଭାବୁଛି। ନା ନା ଆଉ ଆଉ ଗୋଟେ ଆଜ୍ଞା। ହଁ କଣ କହ ନାଇଁ ମୁଁ କହିଲି ଅମାବାସ୍ୟା ତିଥି ଟା ରହୁଛି ତ ଦିନ ବେଳା ପାଇଁ ଅମାବାସ୍ୟା ତିଥି ପାଇଁ ଟିକେ ପାଞ୍ଜିରେ ଦେଖିଦେବ ଅମାବାସ୍ୟା ଟା ତା ପରେ ଆରମ୍ଭ ହେଇଛି କି ତା ପୂର୍ବରୁ ଦିନରୁ ଆରମ୍ଭ ହେଇଛି ଦେଖିଦବ ଆଉ। ସେଇ ଯଦି ଅମାବାସ୍ୟା ତିଥିରେ ହେଇଥିବ ଭଲ ନା ଭଲ ନୁହେଁ? ନା ଯଦି ବି ତିଥିରେ ହେଇଥାଏ ସିଏ ଆଜ୍ଞା ପାଠ କହୁଛି ପୁଣ୍ୟକର୍ମା ଲୋକ ଯଦି ଅମାବାସ୍ୟା କି ଦକ୍ଷିଣାୟନରେ ଯାଆନ୍ତି ତାହେଲେ ସେ ଆଜ୍ଞା ଉତ୍ତରାୟଣ ଆଉ ଶୁକ୍ଳ ପକ୍ଷକୁ ଅପେକ୍ଷା କରନ୍ତି। ଅପେକ୍ଷା କରିକି କାହିଁକିନା ତାଙ୍କର ଗତିଟା ହଉଛି ଦିନ ବେଳା ଆଉ ସେ ଯଦି ଶୁକ୍ଳ ପକ୍ଷରେ ଯାଇଛନ୍ତି ତାହେଲେ କିଛି ନାହିଁ ସେ ସିଧା ଯାଇଥିବେ ଆଉ। ଭଲ ତାହେଲେ ହଁ ଭଲ ଆଜ୍ଞା। ଆଜ୍ଞା ଆଉ ଗୋଟେ କଥା କହୁଛି ଆମର ନାମ ଜପ କଲା ବେଳେ ଧ୍ୟାନ କଲା ବେଳେ ପୁରା ବେଳେ ବେଳେ ଠିକ ହଉଛି ବେଳେ ବେଳେ କାହିଁକି ମନ ଟା ଅସ୍ଥିର ହଉଛି। ମନ ଲାଗୁନି କରୁଛି ସେମିତି କିନ୍ତୁ ପୁରା ଆଉ ସ୍ଥିରତା କାହିଁକି ଆସୁନି। ସିଏ କିଛି ହଉଛି ଭୁଲ ରହୁଛି ଶୁଣନା ଭୁଲ ନୁହେଁ। ଆମର ପରିବେଶର ପାରିପାର୍ଶ୍ବିକ ଅବସ୍ଥାକୁ ନେଇକରି ମନର ଅବସ୍ଥା ସୃଷ୍ଟି ହୁଏ ଆଜ୍ଞା ହେଲା ଆଜ୍ଞା ଆଜ୍ଞା ମନେ କରାଯାଉ ମୁଁ ନାମ ଜପ କରୁଛି ମୋର କାଲି ପୁଅ ପରୀକ୍ଷା ଦବ ମୋ ପାଖରେ ପଇସା ନେଇ କୋଉଠି ଫର୍ମ ଫିଲଅପ କରିବି ଏଇ ଆଜ୍ଞା ସମୟରେ ମନଟା କଣ ସ୍ଥିର ରହିବ କି? ଆଜ୍ଞା। ହଁ ଏଇଭଳି ପ୍ରକାର ପରିବେଶ ନେଇକରି ମନ ଅସ୍ଥିର ହୁଏ କିନ୍ତୁ ନାମ କେବେ ଅସତ୍ୟ ନୁହେଁ ନାମଟି ଅସତ୍ୟ ନୁହେଁ ଏକଥାଟି ସତ୍ୟ କେବେ ମୁଁ ଆଜ୍ଞା ନିଷ୍ପାତି ନୁହେଁ ଏକଥା ନିଶ୍ଚିତ। ହ ମହାପାପୀ ବିଶମ୍ବର ଡାକୁଛି ତଥାପି ତେଣୁ ତମେ ସେ କଥା ନୁହେଁ ନାମ ହଉଛି ଠିକ ଗୁରୁ ନାମକୁ ଧରିଥା ଜପ ଚଲଉଥା ଆଜ୍ଞା ଗୁରୁଙ୍କ ଉପରେ ନିଷ୍ଠା ବିଶ୍ୱାସ ରଖି କାମ କର ନିଶ୍ଚୟ ତମେ ଫଳ ପାଇବ। ଆଚ୍ଛା ନା ଆଉ ଗୋଟେ ଦାଦା ଗୋଟେ କଥା କଣ କି ଏଇ ଯୋଉ ଧରନ୍ତୁ ଆମେ ଡାକିଲା ବେଳେ ଏ ପାରିପାର୍ଶିକ ପରିସ୍ଥିତି କହିଲେ ଧରନ୍ତୁ ଯଦି ପୁରା ଏକା ରହିଲି ପୁରା ହୁଁ ସାଇଲେଣ୍ଟ ରହିଲି ସେଦିନ ସ୍ଥିରତା ଟା ବେଶୀ ଆସୁଛି ମୁଁ ତ ଆପଣଙ୍କ ଭିଡିଓ ସବୁବେଳେ ଦେଖୁଛି ହୁଁ ହୁଁ ମୁଁ କାମ କଲାବେଳେ 24 ଘଣ୍ଟା ମୋର କାମ ଚାଲିଥିବ ଭିଡିଓ ଚାଲିଥିବ ମାନେ ଏତେ ଆନନ୍ଦ ଲାଗୁଛି ବା ଆମେ ଯୋଉ ଜିନିଷ ଆମେ ଯୋଉ ଶିକ୍ଷା ଆମେ ପାଇଥିଲୁ ଆମ ଗୁରୁ ଆମକୁ ଦେଇଥିଲେ ହୁଁ ଆପଣ ପୁରା ସେଇ ଜିନିଷ ସବୁ କହୁଛନ୍ତି ବା ସେଥିପାଇଁ ପୁରା ହୃଦୟକୁ ପୁରା ଛୁଇଁ ଯାଉଛି ମତେ କେବେ ହୁଁ ବି ଆପଣଙ୍କ ସହିତ ଦେଖା କରିବାକୁ ଆପଣଙ୍କ ସେବା କରିବାକୁ ବହୁତ ଆଗ୍ରହ ଅଛି ଯଦି କଣ ଦୟା ମାନେ ଆପଣଙ୍କର ଥିବ ଏଇ ତ ନିଶ୍ଚୟ ମାନେ ଆପଣଙ୍କୁ ଦେଖା କରିବି ଯାଜପୁର ତ ଏଇଠି କେତେବେଳେ ପଳେଇଆସିବ ଆଶ୍ରମକୁ ବୁଲି ବାଲି ପଳେଇବେ। ନା ଆଜ୍ଞା ଯିବା ପାଇଁ ପାଖ ପାଇଁ ନୁହେଁ ଜିନିଷ ହଉଛି ଆମ ସ୍ୱାମୀ ବି ସାଧୁ ମାନଙ୍କୁ ବିଶ୍ଵାସ କରନ୍ତି ହେଲେ ହଁ ସେମାନେ ହେଲେ ସବୁ କାମନା ବେଳେ ଅଛି ମୋର କିଛି କାମନା ନାହିଁ ମୁଁ କେବଳ ଠାକୁରଙ୍କୁ କହେ ଠାକୁର ମୋର ତମେ କେବଳ ଦରକାର ମୋର କିଛି ଚାହୁଁନି। ବା ମୋର ଶୁଣୁ ଗୋଟିଏ ପୁଅ ଆମ ପରିବାରରେ 5 ଆଙ୍ଗୁଳି କଣ ସମାନ ହେବେ କି କିଏ କୋଉ ଆଜ୍ଞା ମାର୍ଗରେ ଥିବେ ସମିତିକି ନେଇକି ଆମେ ଚଳିବା। ଠାକୁର ବି ମହିମା କଳକିରାମ ଯାଜପୁର ଆପଣ ଜାଣିଥିବେ ଜାଉଳି ବନ୍ଧ ଆଜ୍ଞା ମହିମା ହେଇଥିବ ସେ ବି ପଞ୍ଚ ସଖାଙ୍କ ଭିତରୁ ଜଣେ ଅବତାର ତାଙ୍କର ସେ ହୁଁ ଠାକୁର ଆମେ ହୁଁ ତାଙ୍କୁ ଇଏ କରୁ
ଆଉ ସିଏ ବି ଦେହ ତ୍ୟାଗ କଲେଣି। କାହିଁକିନା ଆମେ ଯେତିକି ଜିନିଷ ତାଙ୍କଠୁ ଜାଣିନଥିଲୁ ଆପଣଙ୍କଠୁ ତାଠୁ ବହୁତ ଅଧିକ ମାନେ ଜାଣିଦେଲୁ। ମାନେ ଆପଣ ଏମିତି ଏତେ ଜ୍ଞାନୀ ଯେ ଆପଣଙ୍କ ଜ୍ଞାନର କଳନା ବି କରିହବନି। ଆପଣ ଠାକୁର ଆହୁରି ବହୁତ ବର୍ଷ ବଞ୍ଚେଇକି ରଖନ୍ତୁ। ଏମିତି ଆପଣଙ୍କ ବାସ୍ନାରେ ଆଉ ସମସ୍ତେ ମା ଶୁଣ, ଆମ ଚ୍ୟାନେଲ ହଉଛି ଅଖିଳ ଜ୍ୟୋତି, ଆଜ୍ଞା ତାକୁ ସବସ୍କ୍ରାଇବ କରିଛୁ? ନା ସବସ୍କ୍ରାଇବ କରିନି। ନାଇଁ ଶୁଣ, ସେଟା ସବସ୍କ୍ରାଇବ କେମିତି ମତେ ଆସେନି ତ ମୁଁ ଶିଖିନି। ମୁଁ ପୁଅ ଆସିଲେ କହିଦେବି। ମୁଁ କହିଦଉଛି, ସେ ଆଜ୍ଞା ପୁଅ ଆସିଲେ କରିଦବ, କହିଦଉଛି ଶୁଣି ହଁ ସେଇ ଆଜ୍ଞା ଚ୍ୟାନେଲ ଟା ଖୋଲିଦବୁ ହେଲା। ଆଜ୍ଞା ଚ୍ୟାନେଲ ଆଜ୍ଞା ଖୋଲିଦେଲେ ତଳେ ଇଂରାଜୀରେ ସବସ୍କ୍ରାଇବ ଲେଖା ହଁ ହେଇଛି, ସବୁ ତାକୁ ପଢିଛି ସେ ସବୁ ଶିଖିଛି କିନ୍ତୁ କେମିତି ମାରନ୍ତି ଜାଣିନି। ଆଜ୍ଞା ଖାଲି କୁହନ୍ତୁ। ଆଙ୍ଗୁଳି ମାରିଦବୁ, କିଛି ଅସୁବିଧା ନାହିଁ। କଣ ମାରିବ ଆଉ ସେ ଆଚ୍ଛା ଠିକ ଅଛି ସବସ୍କ୍ରାଇବରେ ଆଙ୍ଗୁଳି ମାରିଦବୁ। ତାପରେ ଗୋଟେ ଆଙ୍ଗୁଠି ଉପରକୁ ଉଠିଥିବ, ଗୋଟେ ଆଙ୍ଗୁଠି ତଳକୁ ଯାଇଥିବ। ଯୋଉଟା ଆଙ୍ଗୁଠି ଆଜ୍ଞା ଉପରକୁ ଉଠିଥିବ ତାରି ଦେହରେ ଆଙ୍ଗୁଳି ମାରିଦବୁ। ଆଉ ଗୋଟେ ଆଜ୍ଞା ବେଲ ବାହାରିବ, ବେଲ ଟାକୁ ଟିକେ ଆଙ୍ଗୁଳି ମାରିଦବୁ। 3ଟା ଜାଗାରେ ମାରିଦେଲେ ସେ ସବସ୍କ୍ରାଇବ ହେଇଗଲା। ସେ କଥା କାହିଁକି ମୁଁ ଏ କଥା କହୁଛି ନା, ହଁ କୁହନ୍ତୁ। ମୁଁ ଧର ଯୋଉ ଦିନେ ମୁଁ ପଠେଇମି ଆଜ୍ଞା ସେଇଦିନ ସନ୍ଧ୍ୟା ବେଳେ ତୁ ପାଇଯିବୁ ସେଇଟାକୁ। ଆଜ୍ଞା ଆଜ୍ଞା ଏବେ ଯୋଉ ହଁ ଭିଡିଓ ଦେଖୁଛୁ, ପୁରୁଣା ଭିଡିଓ ଦେଖୁଛୁ ନା, ଏବେ ଯୋଉ ପୁରୁଣା ହଠାତ୍ ଦେଖୁଛି ହଁ ଏବେ ହଠାତ୍ ମୁଁ ଧର ଆଜି ଯୋଉଟା ପଠେଇବି ସେଟା ଆଜ୍ଞା। ସବସ୍କ୍ରାଇବ କଲେ ସାଙ୍ଗେ ସାଙ୍ଗେ ସଞ୍ଜବେଳେ ତମ ପାଖରେ ଯାଇ ପହଞ୍ଚିଯିବ। କେମିତି କଣ ହେଇଛନ୍ତି ଭଗବାନ ଆପଣ ମାନେ କଣ କରିଛନ୍ତି ଏତେ ଜ୍ଞାନ ମାନେ ଏମିତି ମାନେ ମୁଁ ଛୋଟ ବେଳରୁ ବି ଏ ଜିନିଷ ବି ଆମେ କେବଳ ଆମ ଗୁରୁ ଟିକେ ଟିକେ ଆମକୁ କହିଥିଲେ ଟିକେ ମାନେ ସେ ଓଲଟ ବୃକ୍ଷ ଗୋଟେ ଯୋଉ ଛାଡିଥିଲେ ହୁଁ ଓଲଟ ବୃକ୍ଷ ସେଇ କୋଉଠି ମେଳା ହେଇଥିଲା ହୁଁ ସେ ପ୍ରବଚନ ଟା ବୋଧେ ଛାଡିଥିଲେ। ହୁଁ ହୁଁ ସେ ତ ମାନେ ସିଏ ଯାହା କହିଥିଲେ ଆପଣ ବି ସେଇଆ କହୁଛନ୍ତି। ହୁଁ ଜିନିଷ ଗୁଡା ଆଜ୍ଞା ସତ ଗୁଡା ସବୁବେଳେ ସତ। ଏଇ ଯୋଉ ହୁଁ ମିଛରେ ସବୁ ବି ବହୁତ ବି ଛାଡୁଛନ୍ତି ଆଡୁ ସାଡୁ ଭୁଲ ଭାଲ କଥା ସେ କଥା ଗୁଡା ବି ଭଲ ଲାଗୁନି। ଯୋଉ ଜିନିଷ ଗୁଡା ଆମେ ଜାଣିଛୁ ଆପଣ ବି କହୁଛନ୍ତି ଯୋଉଟା ବି ସତ୍ୟତାର ପ୍ରମାଣ ପୁରା ହେଇଯାଉଛି ହୁଁ ସେ ହୁଁ ଜିନିଷକୁ ତ କେବେ ବି ଇଏ କରିହବନି। ହୁଁ ନା ଆପଣଙ୍କ ଭଳି ସାଧୁ ଲୋକଙ୍କ ସାଙ୍ଗରେ ଗୋଟେ କଥା ବୋଧେ ହବା ପାଇଁ ମାନେ ବହୁତ ଇଚ୍ଛା ଭୟ ଲାଗେ କଣ ପାଟି କରିବେ ରାଗିବେ ନା ଆଉ ମାନେ ଆପଣଙ୍କ ମୁଁ ସହିତ କଥା ଟିକେ ହବା ପାଇଁ ଆପଣ ଦୟା ହବ ଏତିକି ସମୟ ଦେବେ ମାନେ ବିଶ୍ୱାସ ନଥିଲା ସତରେ ନା ମା ମୁଁ କେବେ ରାଗେ ନା ଯିଏ ଯାହା କୁହେ ମୁଁ ଯେତିକି ଜାଣିଥିଲି କହିଦିଏ। ମୁଁ ଆଜ୍ଞା ସେ ଖୋଲିଦେଲେ ଛୋଟ ବେଳରୁ ବହୁତ ପରିସ୍ଥିତି ଦେଇକି ଗତି କରିଛି କିନ୍ତୁ ମୁଁ ମୋଟେ ରାଗେନି ମତେ ଯେତେ କଷ୍ଟ ହେଲେ ମନ ଦୁଃଖ କରେ କାନ୍ଦେ ଇଏ କରେ ଏବେ ତ କାହାରି କଥା କିଛି ଲାଗୁନି କିଏ ରାଗିଲେ କିଏ ନିନ୍ଦା କଲେ ଅପବାଦ କଲେ କିଏ ମାଇଲା ଦୀପ ଗୁଡା କିଛି ନାହିଁ ମତେ କିଛି ଫରକ ଲାଗୁନି। ମୁଁ ମତେ କେବଳ ଠାକୁରଙ୍କ କଥା ଭଲ ଲାଗୁଛି ଆଉ କାହା ସାଙ୍ଗରେ କଥା ହେବାକୁ ଭଲ ଲାଗୁନି କୋଉଠି ବସିବାକୁ ଭଲ ଲାଗୁନି ମିଶାଇଲି କଥା ଶୁଣିବାକୁ ବିଲକୁଲ ଭଲ ଲାଗୁନି। ହଁ ବଢିଆ ମନ ଭାରି ଖୁସି ହେଇଗଲା। କେବଳ ମତେ ହଉ କେବଳ ମାନେ ମନ ପୁରା ଛୁଇଁ ଯାଉଛି ଆପଣଙ୍କର ଯଦି କିଛି କାମ ନଥାନ୍ତା ମୁଁ 24 ଘଣ୍ଟା ଧରିକି ଖାଲି ବସନ୍ତି ଶୁଣନ୍ତି। ମୁଁ ବର୍ତ୍ତମାନ ଯଦି ଧ୍ୟାନ କରିବା ପାଇଁ ଧ୍ୟାନ ଟାଇମ ହେଲାଣି ତାପରେ ଆଜ୍ଞା ଖିଆପିଆ ହବ ଆଜ୍ଞା ଆପଣ ଯଦି କଥା ହବୁ ସନ୍ଧ୍ୟା 7:30ରୁ 9 ଭିତରେ କଥାବାର୍ତ୍ତା ହବୁ ଯାହା ଆଜ୍ଞା ତୋର ଯାହା ଗୁରୁ ଘର ପାଠ ପ୍ରଶ୍ନ ପଚାରିବୁ ସବୁ ଉତ୍ତର ମୁଁ ସେଇ ସମୟରେ ଦେବି। ହଉ ଆପଣଙ୍କର ଜୟ ହଉ ଆପଣଙ୍କୁ କୋଟି କୋଟି ଆଜ୍ଞା କୋଟି କୋଟି ଏତିକି କହିଲେ ମୁଁ କଣ ଆପଣଙ୍କୁ ଦେଇକି ଆପଣଙ୍କୁ ଗୁରୁ ଦକ୍ଷିଣା ସୁଝିବି ମୁଁ କିଛି ଦରକାର ବୁଝିପାରୁନି। ନାହିଁ ମୋର ମା ଏଇ ମମତା ଟିକେ ହେଲେ ହେଲା ମୋର ଆଉ କିଛି ଦରକାର ନାହିଁ। ହଉ ସତରେ ଆପଣଙ୍କ ଦୟା ହବ ମାନେ ବିଶ୍ୱାସ ବି କରିପାରୁନି ଆପଣ ସତରେ ଦୟା କରିବେ ଏତିକି ଦାସ ଉପରେ ଏତିକି ଆପଣଙ୍କ ପାଦ ତଳେ କୋଟି କୋଟି। ହଉ ମୋ ମା ଜୀବନ ଧନ୍ୟ ହେଇଗଲା ଆଜ୍ଞା କିଛି ଦରକାର ନାହିଁ ସଂସାରରେ ହଉ ହଉ କିଛି ଦରକାର ନାହିଁ ସଂସାରରେ ସମସ୍ତଙ୍କୁ ସବୁ ଚିହ୍ନି ସାରିଲୁଣି ଜାଣି ସାରିଲୁଣି। ହଁ ଆଉ କିଛି ଦରକାର ନାହିଁ ମା ସେଇ ମୁଁ ଆଜ୍ଞା ରହିଲି ଆଜ୍ଞା ହଉ ଆଜ୍ଞା କୋଟି କୋଟି ଆପଣଙ୍କ ପାଦ ତଳେ ପ୍ରଣାମ ଆଜ୍ଞା।